गरुड़ पुराण अष्टम अध्याय वस्त्रवाहन कर्तुक प्रेत संस्कार। गरुड़वाच पुण पुण पादे पड़ी गरुड़ विनये श्रीहरि चरण जुगे लगाइण लये मानव मानक उपकार पाई पुणी पचारे कमलापति हृदय पद्मे गुणी जेउ प्राणी दोष करी थाए मर्त्यपुरे अंते नरक जंत्रणा भोगे जमपुरे जेउ पाप पाई जेउ दंड मान अछि कला कर्म भुंजंती बोइले सिरी बछि माया संसारे जनमी विषयार सरे उन्मत्त होई जीव पड़ई नरकरे सुख विनिमये दुख भोगई अपार भल मंद विचार न करे दुराचार किपरि जीव उद्धार हेब ए बंधनु शुणिबि कमलापति तुम्भर बदनु एते कही गड़ घाली होई न सोइला श्रीहरि पद पद्मरे नमस्कार कला। श्री भगवान उवाच ताहा देखी भक्ति प्रिय श्रीहरि दयालु कोमल वचने आश्वासिले जे कृपालु जहा पचारिलु ताहा बुझाई कहिबी तोहर मनरु बाबू संशय नासिबी कला कर्म मान सिना हुई विचार कर्म दोष जीव भवु न हुए उद्धार आहे बैनतेय जेहु पर उपकार संदेह रे करे हाकु मतिर सार पुत्रवंत धनवंत दान ध्यान करी तीर्थव्रत करी जाए मायारु निस्तरी पुराण शुणिब नीति संकल्प को करी साधु संत माने सेवा करिब विचारी साधु जनकर वाक्य अटई अमृत शिव पूजा श्रद्धारे करिब दृढ़ चित्त शिव बरे पुत्र जन्म हुई कूଳରେ वंश रक्षा करी कूल उद्धारण करे गर्भवती नारी जेबे पुराण शुणई गर्भस्थ संतान नरक दुख निस्तरई गर्भे पूजनाल रक्ते घांटी हेउ थाई पुराण बाणी श्रवणे पाप क्षय होई गर्भवती जदि हरि कीर्तन शुणई पाप मुक्त होई धर्मवंत से हुई करिथिबा पाप मान तार हुए दूर संसार मायारु जीव हुई निस्तार गोटिए साधु पुत्रर कोटि पाप नाश पितृमातृकूल को से उद्धारे अवश्य हरिनाम संकीर्तन देवी देवार्चन करि निजे मुक्त होई तारे पितृजन वेद विद्या पाठ पुणी सुकीर्ति सुज्ञान पुत्र ठारे सदा रखी मर्त्य नुह भ्रम पाशोरिले ही कथा नष्ट हेब पुणी दुखे दिन न सरीब कर रेखा गणी सदज्ञानी पुत्र जेबे जात करि पारे देव पितृलोक आदि हेलारे उद्धरे उद्धार करई पुत्र पौत्रादि होइले एबे शुण जीवर उद्धार बाबू भले विक्रय न करी कन्या जेबे करे दान कुल निवंशरु आणी एक पुत्र पुण श्रीहरि स्मरण करी कन्या दान कले महातीर्थ पुण्य मान तत्क्षणे मिले से कन्या गर्भरु पुत्र कन्या हेले जात ऊर्ध्वरे अवश्य नरकु देई कुक्ष क्षत पिंडर कारण से ही तीर्थे स्नान करी नरकरु पितृपी तांकु नियई निस्तारी
କନ୍ୟାଦାନ ବିଧି ମାନ କହୁଛି ଆବର, ଆପଣା ଗୋତ୍ରକୁ ଛାଡ଼ି ଆନ ଗୋତ୍ର ବର। ନିଜ ଜାତ ବର୍ଗ କୁଳୁ ବରକୁ ଆଣିବ, ସୁବେଳେ ଲଗ୍ନରେ ପୁଣି ବିବାହ କରାଇବ। ପାଣି ଗ୍ରହଣ ସମୟେ ବିବାହ ନ କଲେ, ଅଧୋଗତି ହୁଏ ଏହା ଜାଣିଥାଅ ଭଲେ। ନ ଜାଣି ଯଦ୍ୟପି କନ୍ୟା ଗ୍ରହଣ କରିବ, ଜାଣିଲେ ତାହାକୁ ବାଳେ ବର୍ଜନ କରିବ। ଆପଣା କୂଳରେ କନ୍ୟା ଗର୍ଭେ ପୁତ୍ର ହେଲେ, ସପ୍ତପୁରୁଷ ଉଦ୍ଧାର କରେ ସେହି ଭଲେ। ଜଳ ପୁଷ୍ପ କୁଶ ତିଳେ କରିଲେ ତର୍ପଣ, ପିତୃକୁଳ ମାତୃକୁଳ ଉଦ୍ଧରଇ ପୁଣ। ତାହାର ପାପ ସମୂହ ଖଣ୍ଡନ ହୁଅଇ, ଦିନକୁ ଦିନ ତାହାର ପୁଣ୍ୟ ବିରାଜଇ। ମୃତ୍ୟୁ ଆଦି ଦଶ କ୍ରିୟା କର୍ମ ମାନ କହି, ସେ ସମସ୍ତ ଖଗପତି ଶୁଣ ମନ ଦେଇ। ପିତା ମଲେ ପୁତ୍ର କରେ ପ୍ରେତ କର୍ମ ମାନ, ମୃତାହରେ ପୂଜା ଦାନ ଧର୍ମ କର୍ମ ମାନ। ପୁରାତନ ଆଖ୍ୟାନ ମୁଁ କହୁଛି ଗୋଟିଏ, ଶୁଣ ପକ୍ଷୀ ବର ତାହା ମନ କରିଥଏ। ପୂର୍ବେ ତ୍ରେତା ଯୁଗେ ଏକ ପକ୍ଷୀ ବର ଥିଲା, ବବ୍ରୁବାହନ ରାଜାଙ୍କ ଆଗେ ସେ କହିଲା। ସେ ବଜ୍ରୁବାହନ ରାଜା ଅତ୍ୟନ୍ତ ଧାର୍ମିକ, ନାନା ଧର୍ମ ନୀତି ପ୍ରତି କରଇ ଅନେକ। ଧର୍ମର ପ୍ରଭାବେ ରାଜ୍ୟ ପ୍ରଜା ମାନେ ସୁଖେ, କାଳ କାଟନ୍ତି କଦାପି ନ ପଡ଼ନ୍ତି ଦୁଃଖେ। ଧର୍ମ ପୁରାଣ ଶ୍ରବଣ ରାଜନ କରଇ, ବଳିଷ୍ଠ ପଣରେ ତାଙ୍କୁ ସରି ସମ ନାହିଁ। ସବୁ ରାଜାଙ୍କ ଉପରେ ଅଟେ ମହାରାଜା, ଦେବ ବିଦ୍ୟା ଧନୁର୍ବିଦ୍ୟାରେ ସେ ପାଏ ପୂଜା। କୁଳ ଶ୍ରେଷ୍ଠ ବଳ ଶ୍ରେଷ୍ଠ ବୁଦ୍ଧି ଶ୍ରେଷ୍ଠ ସେହି, ଧର୍ମଶାସ୍ତ୍ରାଦିରେ ସଦା ମନ ରଖିଥାଇ। ବ୍ରାହ୍ମଣ ବୈଷ୍ଣବ ନେଇ ଅତିଥି ସତ୍କାର, ବିଧି ମତେ କରେ ରାଜା ମନ କରି ସ୍ଥିର। ଦେବାର୍ଚ୍ଚନା କରି ଯତି ହୋମ ଆଦି କରେ, ନୀତି ପ୍ରତି ସ୍ୱର୍ଣ୍ଣ ଦାନ ନିଏ ପ୍ରଭାତରେ। ପ୍ରଜାମାନଙ୍କୁ ପାଳଇ ପୁତ୍ର ପ୍ରାୟ କରି, ପତ୍ନୀ ବିନା ନୟନେ ନ ଦେଖେ ଅନ୍ୟ ନାରୀ। ଯତି ପରି କାମ କରେ ଧର୍ମେ କର୍ମେ ମନ, ପାପ ଅନୁସାରେ ଦଣ୍ଡ କରଇ ବିଧାନ। ସକଳ କାର୍ଯ୍ୟରେ ରାଜା ଅଟଇ ନିର୍ଦ୍ଦୋଷ, ପ୍ରଜା ପାଳନରେ ରାଜା ଅତ୍ୟନ୍ତ ହରସ। ମୃଗୟା କରିବା ପାଇଁ ସଙ୍ଗେ ଘେନି ପ୍ରଜା, ବନସ୍ତରେ ପ୍ରବେଶିଲେ ସେହି ମହାତେଜା। ଦିନେ ପ୍ରବେଶ ହୋଇଲେ ଘୋର ତର ବନେ, ମୃଗୟା କରିବା ପାଇଁ ଆନନ୍ଦିତ ମନେ। ନାନା ବୃକ୍ଷଲତା ଗୁଳ୍ମେ ବନ ଶୋଭାବନ, ସୁବାସ ପବନ ତହିଁ କରେ ବିଚରଣ। ନାନା ଜାତି ମୃଗ ସେହି ବନରେ କ୍ରୀଡ଼ନ୍ତି, ନାନା ପକ୍ଷୀଗଣ ଧୀରେ କୂଜନ କରନ୍ତି। ଚାହିଁଲା ନୃପତି ଏକ ମୃଗ ଅଛି ଦୂରେ, ତାହାକୁ ଦେଖିଣ ରାଜା ବିଚାରେ ମନରେ। ଏହି ମୃଗକୁ ବଧିଲେ ହୋଇବ ଆହାର, ପ୍ରଜାମାନେ ମୋର ଦୁଷ୍ଟ ହୋଇବେ ଆବର। ଏହିପରି ଭାବି ରାଜା ଗୁଣ ଚଢ଼ାଇଲା, ଧନୁରେ ସର ସଂଯୋଗୀ ବେଗେ ଛାଡ଼ିଦେଲା। ବାଣର ଶବଦ ଶୁଣି ପଳାଇଲା ମୃଗ, ଗହଳ ବନରେ ଯାଇ ପ୍ରବେଶିଲା ବେଗ। ତାହା ଦେଖି ରାଜା କହେ ମୃଗ ପଳାଇଲା, ଧର ଧର ବେଗ କରି ଅରଣ୍ୟେ ପଶିଲା। ଚାରଗଣ ଖୋଜୁଛନ୍ତି ଖୋଜନ୍ତି ନରେଶ, ବାଣାଘାତେ ପଳାଇଲା ମୃଗ ବନ ଦେଶ। ଝର ପ୍ରାୟ ପଥ ମଧ୍ୟେ ରୁଧିରର ଧାର, ପଡ଼ିବା ପଥରେ ଖୋଜି ଯାନ୍ତି ନରେଶ୍ୱର। ପାତ୍ର ମନ୍ତ୍ରୀ ଡଗର ଯେ ଚାର ପ୍ରଜାଗଣ,
ନ ଦେଖିଲେ ସେ ମୃଗକୁ ସେ ଅରଣ୍ୟ ସ୍ଥାନ। ଫେରି ଆସି କହିଲେ ସେ ନ ପାଇଲୁ ଲେଶ। କେଣେ ଅଦୃଶ୍ୟ ହୋଇଲା ମୃଗବନ ଦେଶ। ଶରାଘାତେ ମୃଗ ଦେହୁ ବହିଛି ରୁଧିର। ପଳାଇବା ପଥେ ତାହା ଦେଖିଲେ ନେତ୍ରର। ରାଜା ବୋଲେ ମୋତେ ସେହି ପଥକୁ ଦେଖାଇ। ବାରେ ସେ ମୃଗକୁ ବନ ମଧ୍ୟେ ଦେଖେ ମୁଇଁ। ଦେଖାଇଲେ ଚାରଗଣ ରାଜାଙ୍କୁ ସେ ପଥ। ସେହି ପଥେ ନରପତି ଚଳିଲେ ତୁରିତ। ବହୁ ଦୂର ଯାଇ ରାଜା ବିମୁଖ ହୋଇଲେ। ହାହାକାର କରି ରାଜା ଭୂମିରେ ପଡ଼ିଲେ। ଅତି କ୍ଷୁଧା ତୃଷା ହେଲା ଶୁଷ୍କ ହେଲା କଣ୍ଠ। ବ୍ୟାକୁଳରେ ମହାରାଜା ହୋଇଲେ ଆକଣ୍ଠ। ଅସର ପୃଷ୍ଠରୁ ରାଜା ତହିଁ ଓହ୍ଲାଇଲେ। ବନ ମଧ୍ୟରେ ଗୋଟିଏ ପୋଖରୀ ଦେଖିଲେ। ସୁଶୀତଳ ଜଳ ଆନନ୍ଦରେ କଲେ ପାନ। ସେ କାଳେ ବହଇ ଧୀର ମଳୟ ପବନ। ସେ ଜଳେ ସ୍ନାନ କରିବା ଇଚ୍ଛା କଲେ ନୃପ। ଶ୍ରମ ହରଣ ହୋଇବ ଇଚ୍ଛା କଲେ ଭୂପ। ଏହା ଭାବି ସ୍ନାନ କଲେ ସେଠାରେ ନୃପତି। ପୁଷ୍କର ସୁବାସେ ଚିତ୍ତ ହୋଇଲା ତୁପତି। କ୍ରୀଡ଼ା କରନ୍ତି ଭ୍ରମରେ ପୁଷ୍ପମାନଙ୍କରେ। ଚୁତ ବଗୁଳରେ ପିକ କୁହୁରାବ କରେ। ସୁଗନ୍ଧରେ ବନ ଯାକ ଚହଟି ଉଠଇ। ନାନା ପୁଷ୍ପର ସୁବାସ କହିତ ନୁହଇ। ବଟ ବୃକ୍ଷ ଦେଖି ରାଜା ତା ତଳେ ଶୟନ। ସେ ବୃକ୍ଷରେ ନିବସନ୍ତି ଭୂତ ପ୍ରେତ ଗଣ। ବୃକ୍ଷେ ଆରୋହୀଣ ରାଜା ଅପୂର୍ବ ମୂରତି। ଦେଖିଲେ ବାୟୁ ବେଗରେ କରୁଅଛି ଗତି। ଦେଖି ନରେଶ ଆଶ୍ଚର୍ଯ୍ୟ ହୋଇ ବିଚାରିଲେ। ଏ ରୂପ ବନ ମଧ୍ୟରେ କାହୁଁ ସମ୍ଭବିଲେ। ଭାବୁ ଭାବୁ ପ୍ରେତ ମୂର୍ତ୍ତି ବୃକ୍ଷେ ହେଲା ଲୀନ। ନିଶବ୍ଦ ହୋଇଲା ତହୁଁ ପକ୍ଷୀଙ୍କ କୂଜନ। ରାଜାଙ୍କ ମୁଖରୁ ବାଣୀ ସ୍ମରଣ ନ ହେଲା। ମହାମନ୍ତ୍ର ଜପି ରାଜା ଭୟ ପାର କଲା। ମାଂସହୀନ ଉର୍ଦ୍ଧ୍ୱ କେଶ ଭୟଙ୍କ ମୂରତି। ରକ୍ତବର୍ଣ୍ଣ ନେତ୍ର ଦୀର୍ଘାକାର ଦନ୍ତପତି। ଘୋର ଗଭୀର ଗର୍ଜନେ ଚିତ୍କାର କରଇ। ତାଙ୍କ ଶବ୍ଦେ ବନ ଯାକ ଶୂନ୍ୟ ହିଁ ଦିଶଇ। ନିଶ୍ଚୟ ଏ ଭୂତ ବୋଲି ଜାଣିଲେ ନୃପତି। ଦିନେ ସେ ଦେଖି ନଥିଲେ ଏପରି ମୂରତି। ରାଜାଙ୍କୁ ଦେଖିଣ ପ୍ରେତ ବିଚାର କରଇ। ମୃଗୟା କରିବା ଆଳେ ଆସିଅଛି ଏହି। ଧର୍ମଶୀଳ ବୋଲି ମର୍ତ୍ତେ ପଡ଼ିଅଛି ହୁରି। ପାର ହୁଅନ୍ତାଣି ହୋଇଥିଲେ ଦୁରାଚାରୀ। ଆମ୍ବ ବିଶ୍ରାମ ବୃକ୍ଷକୁ ଆଦରିଛି ଏହି। ଆହେ ପୁଣ୍ୟମୟ ବୃକ୍ଷ କର ମୋତେ ତ୍ରାହି। ଏତେ ଭାବି ପ୍ରେତ ମୂର୍ତ୍ତି ବୃକ୍ଷୁ ଓହ୍ଲାଇଲା। ରାଜାଙ୍କ ଅଗ୍ରତେ ଯାଇ ପ୍ରବେଶ ହୋଇଲା। ତ୍ରାହି କର ମହାରାଜା ବୋଲିଣ ବୋଇଲେ। ତୁମ୍ଭ ଦର୍ଶନ ଲଭିଲି ମହାଭାଗ୍ୟ ଏହି। ତୁମ୍ଭେ ମହାପୁଣ୍ୟବନ୍ତ ଜଗତେ ବିଦିତ। ମୋର ଭାଗ୍ୟ ବଳୁ ମୁହିଁ ପାଇଲି ସାକ୍ଷାତ। ସେ ପ୍ରେତ ବଚନେ ମୁହିଁ ତୁମ୍ଭଙ୍କୁ ଦେଖିଲି। କହୁଅଛି ତାର ନାମ ଗୁଣ ଆଦି କରି। ବିକଟାଳ ନାମେ ପ୍ରେତ ରାଜା ଏକ ଅଛି। ବିକଟାଳ ରୂପ ତାର ନୟନେ ଦେଖିଛି। ସେଦିନେ ସାକ୍ଷାତ ଯହୁଁ ହୋଇଲା ମୋହର। ତାଠାରୁ ଶୁଣିଲି ଆପଣଙ୍କ ସମାଚାର। ଆପଣଙ୍କ ଯୋଗେ ମୋର ଭାଗ୍ୟୋଦୟ ହେବ।
ତାହାଠାରୁ ଶୁଣିଅଛି ଏ ବଚନ ଧ୍ରୁବ। ଏତେ କହି ଅତ୍ୟନ୍ତ ବିନୟୀ ହୋଇ ସେହି ପ୍ରାର୍ଥନା ବାକ୍ୟ ରାଜାଙ୍କୁ ସନ୍ତୋଷ କରଇ। ଆହେ ଦଣ୍ଡଧାରୀ ମୋର ଜନମ ସଫଳ, କହି ପଡ଼ିଲା ସେ ପ୍ରେତ ରାଜା ପାଦ ତଳ। ରାଜବାଚ ଆହେ ପ୍ରେତ କାହିଁ ପାଇଁ ଲଭିଲି ଏ ଗତି, ଆରକ୍ତ ଚକ୍ଷୁ ତୋହର ବିକଟାଳ ମୂର୍ତ୍ତି। ମାଂସହୀନ ଅସ୍ଥି ଚର୍ମ ସାର ତୋର ଦେହ, କି କର୍ମ କରି ହୋଇଲି ଏହିପରି କହ। କି କର୍ମ କରିଲେ ତୁହି ମୁକ୍ତ ହୋଇବୁ, ବିଚାରି ମୋର ଅଗ୍ରତେ କହ ଆରେ ବାବୁ। ମୋର ଭବିଷ୍ୟତ ବାଣୀ ଶୁଣିଥିଲେ କହ, କେଉଁ ପାପ ଅଛି ମୋର ତୁଟାଅ ସନ୍ଦେହ। ଯଦି ମୋର ପାପ ଥାଏ ସାବଧାନ ହେବି, ଯେପରି ଏ ପ୍ରେତ ଦେହ ଆଉ ନ ପାଇବି। ତୋହ ଉଦ୍ଧାର ପାଇଁ କି ଦେବି କି ବାଦାନ, ଜାଣିଥିଲେ କହ ନୋହି ସଂଶୟ ତ ମନ। ପ୍ରେତବାଚ ଶୁଣି ପ୍ରେତ ସାଧୁ ବାଣୀ କହଇ ବିନୟେ, ଶୁଣିବା ପୂର୍ବ ବୃତ୍ତାନ୍ତ ଆହେ ନର ରାଏ। ଅତି ହିଁ ଗରିଷ୍ଠ ପାପ କରିଅଛି ମୁହିଁ, କେବଳ ତୁମ୍ଭ ଦୟାରୁ ମୁହିଁ ହେବି ତ୍ରାହି। ବୈଦେଶ ନାମ ନଗରେ ଅଟେ ମନି ବାସ, ବହୁ ଧନ ମୋହରତ ଥିଲା ନର ଈଶ। ଦାନ ଧର୍ମ ତୀର୍ଥ ବ୍ରତ ପୁରାଣ ଶ୍ରବଣ, ହେତୁ ମିଳିଥିଲା ମୋତେ ବହୁତର ଧନ। ଧର୍ମଶୀଳ ବୋଲି ମୋତେ ନଗରେ କହନ୍ତି, ରାଜା ମଧ୍ୟମ ସମାନ ପୂଜା ନ ପାଆନ୍ତି। ଗୃହ ମଣ୍ଡପ ଯେ କୂପ ତଡ଼ା ଗାଦି ପୁଣି, ଦେବତା ମନ୍ଦିର ମାନ ଯତନେ ନିର୍ମାଣୀ। ବେଦ ବିଦ୍ୟାରେ ନିପୁଣ ଥିଲି ମଧ୍ୟ ମୁହିଁ, ଜ୍ଞାନୀ ପଣେ ସମସରି ଜଗତେ କେ ନାହିଁ। ଶତ ଶତ ବ୍ରାହ୍ମଣ ବସିଣ ମଣ୍ଡପରେ, ନିରନ୍ତର ପୁରାଣ ପଢ଼ନ୍ତି ଭକ୍ତି ଭରେ। ଜ୍ଞାତି ବନ୍ଧୁ ବାନ୍ଧବଙ୍କୁ ନିଜ ପରି ଜାଣି, ସୁମିଷ୍ଟ ଖାଦ୍ୟ ଦ୍ରବ୍ୟରେ ସନ୍ତୋଷଇ ପୁଣି। ନିର୍ଧନ ଜନକୁ ଧନ କରେ ବିତରଣ, ବସ୍ତ୍ରହୀନେ ସୁବସନ କରେ ମୁହିଁ ଦାନ। ପଶୁ ପକ୍ଷୀ ଠାରୁ ମନୁ ସ୍ୟାଦି ଯିବେ ନୀତି, ଭୋଜନ ସନ୍ତୋଷେ ପିଣ୍ଡେ ପିତୃଙ୍କୁ ତୃପତି। ବିବାହ ଦିବସ ଦେଖ ଅବିବାହୀ କନ୍ୟା, କନ୍ୟାଦାନ ଦିଏ ଅନୁରୂପ ବରସିନା। ଅନ୍ନ ଜଳ ଭୂମି ବସ୍ତ୍ର ସୁବର୍ଣ୍ଣାଦି ଦାନ, ଉତ୍ତମ ବ୍ରାହ୍ମଣ ଡାକି ଦିଏ ପ୍ରତିଦିନ। ବ୍ରାହ୍ମଣ ପାଦ ଉଦକ ଶିରରେ ଘେନଇ, ଉପଯୁକ୍ତ ଦକ୍ଷିଣା ଦେଇଣ ସନ୍ତୋଷଇ। ଅନ୍ଧବଧିର କ୍ଷମ ଜନ ଖୋଜି ଆଣି, ପାନ୍ଥଶାଳାରେ ରକ୍ଷିଣ ଅନ୍ନ ଦିଏ ପୁଣି। ତଥାପି ସର୍ବ ନିଷ୍ଫଳ ହୋଇଲା ମୋହର, ଶେଷେ ପ୍ରାପ୍ତ ହୋଇଲା ଏ ପ୍ରେତ ଶରୀର। ତହିଁର କାରଣ ଏବେ ବୁଝାଇ କହିବି, ଆପଣଙ୍କ ମନରୁ ଯେ ସନ୍ଦେହ ନାସିବି। ଧର୍ମ କାର୍ଯ୍ୟ କରି ମଧ୍ୟ ଇଚ୍ଛିରତି ସୁଖ, ବହୁକାଳ କଟାଇଣ ହୋଇଲି ବିମୁଖ। ନହେଲା ସନ୍ତାନ ମୋର ପତ୍ନୀର ଗର୍ଭରେ, ସଦା ସର୍ବଦା ବ୍ୟାକୁଳ ହେଲା ମୋ ଚିତ୍ତରେ। ଶାସ୍ତ୍ର ବିଧାନାନୁସାରେ ମାସିକ ପାକ୍ଷିକ, ଷଣ୍ମାସିକ ବା ବାର୍ଷିକ ଶ୍ରାଦ୍ଧ କେ ଦେବାକ। ମୃତାହ ପିଣ୍ଡ ପ୍ରଭୃତି କିଏ ସେ ଯେ ଦେବ, ସେ ନିମନ୍ତେ ଚିତ୍ତେ ଜନମିବ ଖେଦ ଭାବ। ଚିନ୍ତା ଚିତା ଜୋରେ ତାପି ଛାଡ଼ିଲି ପରାଣ,
ସେ ସେହି ପ୍ରେତ ଦେହ ପାଇଲି ରାଜନ। ତିଳୋଦକ ଦେବା ପାଇଁ ମୋହର ବଂଶରେ କେହି ନଥିବାରୁ ମୁହିଁ ପଡ଼ିଛି ଦୁଃଖରେ। ବହୁ ଦୁଃଖ ସହି ମୁହିଁ ବନରେ ବୁଲଇ, ପ୍ରେତ ତନୁ ପାଇ ମନେ ସୁଖ ତିଳେ ନାହିଁ। ସଂସାର ଜନଙ୍କୁ ବନ୍ଧୁ ପରାଏ ମଣିଷ, ଯେହୁ ଜନ ଦିଏ ଅନ୍ୟ ଜନେ ପିଣ୍ଡ ଦାନ। ଜାତି ଗୋତ୍ର ସେ ପିଣ୍ଡରେ ଧରି ଯେ ନ ଯାଇ, ନିଜେ ପ୍ରଜାପତି ଏହା ଶାସ୍ତ୍ରେ ଛନ୍ତି କହି। ଦୟା ବହି ଯେବେ ତୁମ୍ଭେ ଜଳ ତିଳ ଦାନ, ଦେବ ଏ ଅଧମ ପ୍ରେତେ ହେ ବିଜ୍ଞ ରାଜନ। ତେବେ ମୋର ଏହି ପ୍ରେତ ବିନାଶ ହୋଇବ, ପ୍ରେତ ତନୁ ମୋର ଯାଇ ସ୍ୱରୂପ ହୋଇବ। ପ୍ରେତ ତନୁ ହେତୁ ଲଭେ ବହୁତ ଯେ ଦୁଃଖ, ସ୍ୱପକ୍ୱ ଫଳେ ଯେ ପୂର୍ଣ୍ଣ ହୋଇଅଛି ବୃକ୍ଷ। ସ୍ୱଚ୍ଛ ନିରପରି ପୂର୍ଣ୍ଣ ପୁଷ୍କରିଣୀ ମାନ, ମୋ ଦୃଷ୍ଟି ପଡ଼ନ୍ତେ ପୋଡ଼ି ହୁଏ ଭସ୍ମ ପୁଣ। ନିରନ୍ତର କ୍ଷୁଧା ତୃଷା ପୀଡ଼ଇ ଯେ ମୋତେ, ଆହାର ଅର୍ଥେ ଧରନ୍ତେ ଭସ୍ମ ଯେ ସାକ୍ଷାତେ। ଅନ୍ନ ଜଳ ବସ୍ତ୍ର କିଛି ମୋତେ ନ ମିଳଇ, ଉଦର ଯନ୍ତ୍ରଣା କଥା କହି ତ ନୁହଁଇ। ବହୁ କାଳ ବହୁ ଦୁଃଖ ଲଭି ବୁଲୁଅଛି, ଆଜି ମୁକତି ଲଭିବା ପାଇଁ ଭାବୁଅଛି। ଯେପରି କରିବ ଶ୍ରାଦ୍ଧ ବିଧି ଶୁଣ ରାଜା, ଦେବତାମାନଙ୍କୁ ତହିଁ କରିବ ଯେ ପୂଜା। ଦେବାଳୟ କିମ୍ବା ନିଜ ଗୃହର ମଧ୍ୟରେ, ଛାୟା ମଣ୍ଡପ ନିର୍ମାଣୀ ଯତନ ଭାବରେ। ପୂର୍ଣ୍ଣ ଘଟ ଏକ ତହିଁ ସ୍ଥାପନ କରିବ, ବିଧିର ପଞ୍ଚ ଦେବତା ତହିଁରେ ପୂଜିବ। ଗବ୍ୟ ଘୃତେ ହୋମ ତହିଁ କରିବ ସୁଚିତେ, ଶ୍ରାଦ୍ଧ ବିଧି କି କରିବ ଶ୍ରଦ୍ଧାର ସହିତେ। ଅଥବା 16 ଦିନ ବିଧି ଅନୁସାରେ, ଉତ୍ତମ ବ୍ରାହ୍ମଣ ଡକି ଦେବ ସୁଚିତରେ। ପ୍ରେତ ନାମ ଗୋତ୍ର ପଢ଼ି ସଂକଳ୍ପ କରିଣ, ତୁଳସୀ କୁଶ ତଣ୍ଡୁଳ ତିଳ ଜବ ପୁଣ। ନିକ୍ଷେପି ସେ ଦାନ ମାନ ବ୍ରାହ୍ମଣୀ ଅର୍ପିବ, ବିଧି ମତେ ସଜ୍ୟା ଦାନ ବ୍ରାହ୍ମଣଙ୍କୁ ଦେବ। ବିଷ୍ଣୁ ସ୍ୱରୂପରେ ପୂଜି ବ୍ରାହ୍ମଣ ଦେବତା, ଗନ୍ଧ ପୁଷ୍ପ ଧୂପ ଦାନ ଆଦି ବିଧି ଯଥା। ବିଷ୍ଣୁ ପୂଜା ଅଧିବାସ ବିଧି କି କରିବ, ଶ୍ରୀଧର ସ୍ୱରୂପ ପୂର୍ବେ ପ୍ରାର୍ଥନା କରିବ। ଦକ୍ଷିଣରେ ମଧୁହାରି ବାମନ ପଶ୍ଚିମେ, ଗଦାଧର ଉତ୍ତରରେ ମଧ୍ୟ ପିତୃଗଣେ। ଆବାହନ ସଂସ୍ଥାପନ ଆସନ ସହିତେ, ପାଦାସନ ଧୂପ ଦୀପ ନୈବେଦ୍ୟାଦି ଯେତେ। ମନ୍ତ୍ର ପୁଷ୍ପ ଫଳ ମାନ ସମର୍ପି ଆନନ୍ଦେ, ବିଷ୍ଣୁ ସ୍ମରି ପ୍ରଦକ୍ଷିଣ କରି ଗଦ ଗଦେ। ସ୍ତୁତି ବାକ୍ୟେ ମୁରାରିଙ୍କୁ ସ୍ତୁତି ଯେ କରିବ, ପ୍ରମାଣ କରି ପ୍ରେତର କଲ୍ୟାଣ ଇଚ୍ଛିବ। ପିତୃପିତାମହଙ୍କର ସ୍ୱରୂପକୁ ଧ୍ୟାଇ, ସନ୍ତୋଷ କରିବ ସ୍ତୁତି କରି ଶ୍ରାଦ୍ଧ ଦେଇ। ପିଣ୍ଡାନ୍ତେ ଶକ୍ତିର ଅନୁସାରେ 10 ଦାନ, ବ୍ରାହ୍ମଣଙ୍କୁ ସୁଚିତରେ ଦେବ ହେ ରାଜନ। ଏହିପରି ଶ୍ରାଦ୍ଧ ବିଧି କରିବ ଯଦ୍ୟପି, ମୋହର ଉଦ୍ଦେଶ୍ୟ ରାଜା ନିସ୍ତରିବ ପାପୀ। ଦୟାକରି କର ମୋର ଏହି ଉପକାର, ଅନ୍ତିମେ ମୁକତି ତୁମ୍ଭେ ପାଇବନି କର। ରାଜବାଚ ପ୍ରେତ ଘଟ ବ୍ରାହ୍ମଣଙ୍କୁ କାହିଁକି ଦିଅନ୍ତି, ସେ ଦାନରେ ପ୍ରେତ କିମ୍ବା ମୁକତି ଲଭନ୍ତି। ତାହାର କାରଣ ମୋତେ ବୁଝାଇ କହିବ,
ମୋହର ମନରୁ ତୁମ୍ଭେ ସଂଶୟ ଦହିବ। ପ୍ରେତ ଘଟ ବିଧି ବୁଝାଇଣ କହ ମୋତେ, ନ ଜାଣେ ମୁଁ ତାହା କେନେ କରିବି ସାକ୍ଷାତେ। ଜାଣିଥିଲେ ମୋର ଆଗେ କପଟ ନ କରି, କହିଲେ କରିବି ନିଶ୍ଚୟ ବ୍ରାହ୍ମଣ ହକାରୀ। ପ୍ରେତବାଚ ଶୁଣ ନରପତି ତେବେ ତହିଁର ବିଧାନ, ସେ ଘଟ ଗୋଟିକ ହେବ ଧାତୁରେ ନିର୍ମାଣ। ଶୁଦ୍ଧ ସୁବର୍ଣ୍ଣ ବା ରୌପ୍ୟ ତାମ୍ର ବା ପିତଳେ, କିମ୍ବା ପଞ୍ଚ ଅଷ୍ଟ ଧାତୁ ଯାହା ଯାକୁ ମିଳେ। ସେ ଘଟରେ ଦଗ୍ଧ ଦଧି ଘୃତ ମଧୁ ଦେଇ, ଶର୍କରା ନିକ୍ଷେପି ପଞ୍ଚାମୃତ ଯତ୍ନେ ବ୍ରୀହି। ଚୁତପତ୍ର ଗୁବାକ ବା ଶ୍ରୀଫଳକୁ ଦେବ, ପଞ୍ଚନବ ବା ଷୋଡ଼ଶ ମୂର୍ତ୍ତି ଯେ ଲେଖିବ। ଅବା ମାନସିକ ପୂଜା କରିବ ତହିଁରେ, ଚନ୍ଦନ ସିନ୍ଦୁର ଦୁର୍ବା ପୁଷ୍ପ ଅକ୍ଷତରେ। ଉତ୍ତରେ ବସାଇ ବିପ୍ର ପୂର୍ବେ ମୁଖ କରି, ସଂକଳ୍ପ କରିଣ ଦାନ ଦେବ ଦଣ୍ଡଧାରୀ। ଦାନ ବଳେ ମନ ମଧ୍ୟେ ନ କରି କଳ୍ପନା, ସ୍ୱଚ୍ଛ ମନେ ବ୍ରାହ୍ମଣଙ୍କୁ ସମର୍ପିବ ସିନା। ଯେତେ ଦାନର ବିଧାନ ଅଛଇ ଶାସ୍ତ୍ରରେ, ସମାନ ନୁହଁ କେହି ଘଟ ସହିତରେ। ଯେତେ ପାପ କରିଥାଏ ପ୍ରେତ ଯାଏ ନାଶ, ପ୍ରେତର ପ୍ରେତତ୍ୱ ହୁଏ ଏହି ଦାନେ ଧ୍ୱଂସ। ଗତି ମୁକ୍ତି ଲଭିବଇ କୁଣ୍ଠରେ ବସଇ, ଋଷିମାନେ ଶାସ୍ତ୍ରାଦିରେ ହାଛନ୍ତି କହି। ଶୁଣିଲ ତ ନରପତି ମୋହର ବଚନ, ପ୍ରେତ ଘଟ ଦାନ ରଟି ଯେପରି ବିଧାନ। ଯଦି ଦୟା ମୋର ଠାରେ ଚିତ୍ତରେ ହୁଅଇ, ଉଦ୍ଧାର କର ଏ ଦୁଃଖ ପିଣ୍ଡ ଦାନ ଦେଇ। ନାସିବ ମୋହର ଦୁଃଖ ହେବ ତବ କୀର୍ତ୍ତି, ଅନ୍ତିମ ବୈକୁଣ୍ଠେ ତୁମ୍ଭେ ବସିବ ତଡ଼ତି। ଭଗବାନ ବାଚ ଶୁଣ ଆହେ ଚୈନତେୟ ଏ ପୁଣ୍ୟ ଚରିତ, ଶୁଣିଲେ ପାତକ ନାଶ ହୋଇବ ନିଶ୍ଚିତ। ପ୍ରେତବାଣୀ ଶୁଣି ରାଜା କହଇ ବଚନ, ନିଶ୍ଚୟ କରିବି ମୁହିଁ ଶ୍ରାଦ୍ଧ ବିଧିମାନ। ଏହା ଶୁଣି ପ୍ରେତ ତହୁଁ ଖରେ ଚଳିଗଲା, ବହୁମୂଲ୍ୟ ମଣି ଏକ ତତକ୍ଷଣେ ଆଣିଲା। ବିନୟ ହୋଇଣ ତହୁଁ କହିଲା ରାଜନେ, ଦୟାକରି ପ୍ରେତ ରୂପେ ଅଛି ଦିନହୀନେ। ତୁମ୍ଭର କୃପା ହୋଇଲେ ଏ ଦୁଃଖ ତରିବି, ପ୍ରେତ ତନୁ ଛାଡ଼ି ଦିବ୍ୟ ଦେହ ମୁଁ ପାଇବି। ଚିରଦିନ ତୁମ୍ଭ ଠାରେ ରହିବି ମୁଁ ଋଣୀ, ତୁମ୍ଭେ ଯେଣୁ ହେବ ମୋର ମୋକ୍ଷର କାରେଣୀ। ଏହିପରି ବାରମ୍ବାର କହି କରି ପ୍ରେତ, ଅନ୍ତର୍ଧ୍ୟାନ ହୋଇଣ ସେ ଚଳିଲା ତୁରିତ। ତହୁଁ ରାଜା ହୃଦ ମଧ୍ୟେ କରନ୍ତି ବିଚାର, ଏହି ବୃକ୍ଷ ରାଜ ଯୋଗୁଁ ମୁଁ ହୋଇବି ପାର। ଇହ ପର ଜନ୍ମ ପାପ ବିନାଶିବି ମୋର, କଳ୍ପ କଳ୍ପାନ୍ତେ ନହିବ କେ ସମାନ ୟାର। ମୋର ଚାର ପ୍ରଜା ସୈନ୍ୟ ରହିଲେ କେଉଁଠି, ରଥି ସାରଥି ଘୋଟକ କାହିଁ ଅବା ଭେଟି। କିଏ ବା ଫେରିଣ ଗଲେ ମୋତେ ନ ପାଇଣ, କହିଥିବେ ଯାଇ ମୋର ରାଜେ ବଚନ। ଦାସ ଦାସୀ ସହିତରେ ରାଣୀ କାନ୍ଦିବେ, ମୋହର ବିହୁନେ ସର୍ବେ ଅନ୍ଧାର ଦେଖିବେ। କିଏ ବା ସୈନ୍ୟ ସାମନ୍ତ ମୋତେ ଖୋଜିବାକୁ, ପୁନର୍ବାର ଆସିଥିବେ ବନ ବେଶକୁ। ଖୋଜୁଥିବେ ଗହନ କାନନେ ପଶି ମୋତେ, ପର୍ବତ ଗୁମ୍ଫା ସହିତେ ବନ ଅଛି ଯେତେ। କେଉଁ ବାଟେ ଯିବି ଅବା ପଥ ନଦୀ ସଇ, କି ବୁଦ୍ଧି କରିବି ଏବେ ବୁଦ୍ଧି ନ ଦିଶଇ। ଏହିପରି ଭାବୁ ଭାବୁ
ଅଶ୍ୱାରୋହୀ ଚାରି ପାଦ ଚିହ୍ନ ଦେଖି ଖୋଜୁଛନ୍ତି ବନେ ଘୂରି। ରାଜାଙ୍କ ନିକଟେ ଆସି ମିଳିଲେ ତକ୍ଷଣ ସାରଥୀର ମୁଖ ଦେଖି ଉଠିଲେ ରାଜନ। ବୋଇଲେ ସାରଥୀ ଅସ ଯୋଚ ବେବେ ତୁହି ଶିକାର କରିବା ଆଉ କାର୍ଯ୍ୟ ମୋର ନାହିଁ। ଗୃହକୁ ଫେରିବା ମୂଳ ଅଟଇ ମୋହର ପ୍ରେତ କଥା ଶୁଣି ହୁଏ ବ୍ୟାକୁଳ ଅନ୍ତର। ସାରଥୀ ଆଜ୍ଞା ପ୍ରମାଣେ ଅଶକୁ ଯୋଚିଲା ନଗ୍ର ଅଭିମୁଖେ ରଥ ବେଗେ ଚଳାଇଲା। ରଥେ ବସି ସୁନଗରେ ପ୍ରବେଶ ହୋଇଲେ ଏହି କାଳେ ଦିନକର ଅସ୍ତମିତ ହେଲେ। ମଣୋହିରେ ବିଜେ କଲେ ରାଜନ ତୁରିତେ ନାନା ବ୍ୟଞ୍ଜନ ସାମଗ୍ରୀ ଭୁଞ୍ଜିଲେ ତୁରିତେ। ଦଧି ଦୁଗ୍ଧ ଘୃତ ପଞ୍ଚାମୃତ ସହିତରେ ଭୋଜନ କରିଲେ ରାଜା ଆନନ୍ଦ ମନରେ। ସୁବାସ ଜଳରେ ଆଚମନ କରି ନୃପ କର୍ପୂର ତାମ୍ବୁଳ ଲାଗି ହୋଇ ମୁଞ୍ଚି ତାପ। ସୁସଜ୍ଜା ଉପରେ କରି ଶୟନ ସୁଖରେ ବନଶ୍ରମ ନିବାରିଲେ ଯେତେ ଲୋଭିଥିଲେ। ରାମ ରାତି ପ୍ରଭାତିଲା ଯଥା ସମୟରେ ପୂର୍ବ ଦିଗେ ତପନ ଉଇଁଲେ ଯଥା କାଳେ। ନିଦ୍ରା ଭାଜିଲା ନୃପତି ଉଠିଲେ ଝଟତି ପ୍ରେତ କଥା ସ୍ମରି ରାଜା ବିଚାର କରନ୍ତି। ମଣିକି ଆଦେଶ ଦେଲେ ପାତ୍ର ମନ୍ତ୍ରୀ ଜ୍ଞାତି ପ୍ରଜା ସହିତରେ ଶୀଘ୍ର ଡକାଅ ହେ ମନ୍ତ୍ରୀ। ଆଜ୍ଞା ପ୍ରମାଣେ ଆସିଲେ ହୋଇ ଜଣ ଜଣ ଦେଖୁ ଦେଖୁ ସଭାସ୍ଥାନ ହେଲା ଲୋକାରଣ୍ୟ। ପ୍ରେତ କହିଥିବା କଥା ଗୋଟି ଗୋଟି କରି ବୁଝାଇ କହିଲେ ରାଜା ବିଧାନ ଯେପରି। ଶୁଣି ସର୍ବେ ଆନନ୍ଦିତ ହୋଇଲେ ବହନ ପ୍ରେତ ଶ୍ରାଦ୍ଧ କରିବାକୁ କଲେ ଆୟୋଜନ। ବେଦଜ୍ଞ ବ୍ରାହ୍ମଣ ମାନ ଡକାଇ ଆଣିଲେ ପ୍ରେତ କହିବା ପ୍ରକାରେ ପିଣ୍ଡଦାନ କଲେ। ଷୋଡ଼ଶ ଦାନ ଯେପରି ଶାସ୍ତ୍ରେ ଅଛି ବିଧି ମନ୍ତ୍ର ଉଚ୍ଚାରି ବ୍ରାହ୍ମଣେ କରାଇଲେ ସିଦ୍ଧି। ସର୍ବଶେଷେ ଘଟ ଦାନ କରିଲେ ନୃବର ଉତ୍ତମ ବ୍ରାହ୍ମଣ କରେ ଅର୍ପିଲେ ସତର। ଉପଯୁକ୍ତ ଦକ୍ଷିଣାଦି ପାଇଲେ ବ୍ରାହ୍ମଣେ ଆଶୀର୍ବାଦ କରି ଗଲେ ଯେ ଯାହା ଭୁବନେ। ଦିବ୍ୟ ଅନ୍ନ ବ୍ୟଞ୍ଜନରେ ପ୍ରଜା ସହିତରେ ପାତ୍ର ମନ୍ତ୍ରୀ ଜ୍ଞାତିକୁ ସେ ସନ୍ତୋଷୀ ଶ୍ରଦ୍ଧାରେ। ବିଧି ଅନୁସାରେ ସେହୁ ପ୍ରେତ କୃତ୍ୟ କଲେ ପ୍ରେତ ଦେହ ଛାଡ଼ି ସେହି ମୁକତି ଲଭିଲେ। ଅନନ୍ତରେ ରାଜା ନିଜ ପିତୃଙ୍କ ଉଦ୍ଦେଶ୍ୟ ଯଥାବିଧି ଦାନ ମାନ କରିଲେ ହରସେ। ସର୍ବଶେଷେ ସଭା କରି ରାଜନ କହନ୍ତି ପୂର୍ବ ଭାଗ୍ୟ ପଳେ ଫଳ ଫଳିଲା ସମ୍ପ୍ରତି। କ୍ଷତ୍ରିୟ ଅଭିମାନରେ ଗଲି ମୃଗୟାକୁ ମୃଗ ଗୋଡ଼ାଇ ବନରେ ଦେଖିଲି ପ୍ରେତକୁ। ଅପୂର୍ବ ଚରିତ ତାର ମୁଖରୁ ଶୁଣିଲି ମୋହର ମନରୁ ବହୁ ସଂଶୟ ନାସିଲି। ପିତା ଯଦି ପାପ କାର୍ଯ୍ୟ କରିଥାନ୍ତି ହେଳେ ପୁତ୍ର ପ୍ରେତ କାର୍ଯ୍ୟ କଲେ ନିସ୍ତରନ୍ତି ଭଲେ। ପିତୃମାତୃ ପ୍ରେତ କାର୍ଯ୍ୟ ଯେବେ କରେ ପୁତ୍ର ଅନ୍ତେ ବୈକୁଣ୍ଠେ ବସନ୍ତି ହୋଇଣ ମୁକତ। ପ୍ରେତ କୃତ୍ୟ ପୁତ୍ର ଯଦି ନ କରେ ହେଳାରେ ପିତା ପ୍ରେତ ଦେହ ଧରି ଦୁଃଖ ଭୋଗ କରେ। ପ୍ରେତ ମୁଖ ଶୁଣି ଅଛି ଏ ସର୍ବବିଧାନ ତେଣୁ ସଂକଳ୍ପ କରିଣ ଶୁଣିବା ପୁରାଣ। ପିତୃପକ୍ଷେ ପିତା କର୍ମ ତର୍ପଣ କରିବ
ପିତୃ ପିତାମହ ମାତା ମହ ଉଦ୍ଧାରିବ। ଅନ୍ତକାଳେ ବୈକୁଣ୍ଠରେ ବସିବ ନିୟତ। ଏଥିରେ ସନ୍ଦେହ ନାହିଁ ତିଳେ କଦାଚିତ। ଘେନ ସାଧୁ ଜନେ ହି ଅପୂର୍ବ ଆଖ୍ୟାନ। ନ ଧର୍ମ ଦୋଷ ମୁହିଁ ନୁହେଁ ଜ୍ଞାନୀ ଜନ। ସାଧୁମାନେ ପର ଦୋଷ ହୃଦେ ନ ଧରନ୍ତି। ନିଜ ଗୁଣେ କ୍ଷମା ସେ ଯେ ସୁଚିତେ ଦିଅନ୍ତି। ଗୁଣ ଥିଲେ ଗ୍ରହଣ କରନ୍ତି ଆନନ୍ଦରେ। ନିରକ୍ଷୀର ମରାଳ ଗ୍ରହଣ ଯେନେ କରେ। ସେହିପରି ଗୁଣୀ ଗୁଣ ଚିହ୍ନି ବାଛି ନିଏ। ଦୋଷମାନ ପଡ଼ି ରହେ ତାହାକୁ ନ ଚାହେଁ। ଶ୍ରଦ୍ଧା ଚିତ୍ତେ ପୁରାଣ ଯେ ଜନ ପଢ଼ନ୍ତି। ବ୍ରାହ୍ମଣ ମୁଖରୁ ଅବା ସୁଚିତେ ଶୁଣନ୍ତି। ପୁରାଣ ଶେଷରେ ଶକ୍ତି ଅନୁସାରେ ଦାନ। ଅନ୍ନ ବ୍ୟଞ୍ଜନାଦି ଯେ କରିବ ବିତରଣ। ବ୍ରାହ୍ମଣେ ଦକ୍ଷିଣା ଦେଇ ସନ୍ତୋଷ କରିବ। ପୁରାଣ ଶୁଣିବା ଫଳ ନିଶ୍ଚୟ ପାଇବ। ପୁରାଣ ଶୁଣି ଯେ ଜନ ଦକ୍ଷିଣା ନ ଦିଏ। ଅନ୍ତିମେ ନରକେ ସେହି ଜନ ପଡ଼ିଥାଏ। ଶୁଣିଲଟି ପକ୍ଷୀ ବର ପିଣ୍ଡଦାନ ବିଧି। ରାଜା ବତ୍ରୁବାବ ନ ପାଇଲା ମହାସିଦ୍ଧି। ଯାହା ପଚାରିଲୁ ତୋତେ ବୁଝାଇ କହିଲି। ତୋହର ମନରୁ ଏବେ ସଂଶୟ ଦହିଲି। ଆଉ ଯଦି ଶୁଣିବାକୁ ଅଛି କିଛି ମନ। ପଚାରିଲେ କହିବଇ ନ ଭାଳ ତୁଆନ। ଏତେ କହି ଭଗବାନ ମୌନ ହୋଇଲେ। ତାଙ୍କ ପାଦ ତଳେ ଯେ ଗରୁଡ଼ ଜୁହାରିଲେ। ସେ ଶ୍ରୋତାବକ ତା ପାଦ ପଦ୍ମେ ଦେଇ ଚିତ୍ତ। ଦ୍ୱିଜ ଆର୍ତ ତ୍ରାଣ ଦାସ ବିରଚିଲା ଗୀତ। ଇତି ଶ୍ରୀ ଗରୁଡ଼ ପୁରାଣେ ନୈମିଷାୟୋପାଖ୍ୟାନେ ପିଣ୍ଡଦାନ ବିଚାरणं ନାମ ସପ୍ତମ ଅଧ୍ୟାୟ। ଅଷ୍ଟମ ଅଧ୍ୟାୟ ନବମ ଅଧ୍ୟାୟ ଆତୁର ପକ୍ଷରେ ଧେନୁ ଦାନାଦି ଫଳ। ଗରୁଡ଼ ଉବାଚ ପୁନରପି ଗରୁଡ଼ ଶ୍ରୀହରି ପାଦେ ପଡ଼ି। ସ୍ତୁତି ଆରମ୍ଭଇ କର ଯୁଗଳକୁ ଯୋଡ଼ି। ବହୁ ସ୍ତୁତି କରି ଦଣ୍ଡ ପ୍ରମାଣ ସେ କଲା। ଶ୍ରୀମୁଖକୁ ଚାହିଁ ପୁଣି ବଚନ କହିଲା। ଶୁଣିଲି ମୁଁ ପ୍ରେତ କୃତ୍ୟ ବିଧି ତୁମ୍ଭ ମୁଖୁ। ନିସ୍ତରିଲି ଦୟା ନିଧି ଜନ୍ମ ମୃତ୍ୟୁ ଦୁଃଖୁ। ପ୍ରେତର ଉଦ୍ଧାର ବାଣୀ ଶୁଣିଲି ଶ୍ରୀହରି। ବତ୍ରୁବାହନ ରାଜାର ଚରିତ ବିସ୍ତାରୀ। ପୁଣି ପଚାରଇ ଦେବ ଜାଣିବା ମାନସେ। ଆତୁର ପକ୍ଷରେ ଯିବା ହିତ କର ଶେଷେ। ଧେନୁଦାନ କାହିଁ ପାଇଁ ମୃତ୍ୟୁର କାଳରେ। ଜନେ କରନ୍ତି କହିବ ସଂସାର ମଧ୍ୟରେ। ତାହା ଦ୍ୱାରା କେଉଁ ପାପୁ କେଉଁ ଦୁଃଖ ବା। ଉଦ୍ଧାର ହୁଅଇ ଯିବ ସେ କଥା କହିବା। ଆପଣଙ୍କ ଭୃତ୍ୟ ମୁହିଁ କୁହ ମହାପ୍ରଭୁ। କିଏ ସେ କହିବ ମୋତେ ବୁଝାଇ ଏସବୁ। ଶୁଣିନ ଶ୍ରୀହରି ତହୁଁ ଅଳପ ହସିଲେ। ଜଳଦ ଗମ୍ଭୀର ସ୍ୱରେ ବଚନ କହିଲେ। ଶ୍ରୀ ଭଗବାନ ବାଚ ଶୁଣ ହୋ ଗରୁଡ଼ ତୋହି ପଚାରିଲୁ ଯାହା। ଆଦ୍ୟ ପ୍ରାନ୍ତ କରି ତୋତେ କହୁଅଛି ତାହା। ସଂସାରରେ ଜୀବମାନେ ବହୁ ପାପ ପୁଣ୍ୟ। ଅନାୟାସେ କରୁଛନ୍ତି ଯଥାର୍ଥ ଅର୍ଜନ। ପୁଣ୍ୟକାରୀ ଧାର୍ମିକ ଯଦ୍ୟପି କରେ ପାପ। ଗ୍ରହମାନେ ଦଣ୍ଡ ତାକୁ ଦିଅନ୍ତି କରି କୋପ। ନାନା ବ୍ୟାଧି ଦିଅନ୍ତି ଯେ ତାହାର ଶରୀରେ। ଜରାବସ୍ଥା ହେତୁ କଷ୍ଟ ଭୋଗଇ ଆତୁରେ। ବୁଦ୍ଧି ବିନାଶ ହୁଅଇ ତାହାର ଯେ କ୍ଷଣେ। ବାଳକ ସଦୃଶ ହୋଇ
ଇତସ୍ତତ ଭଣେ। ଚକ୍ଷୁକୁ ନ ଦିଶେ ତାର ନ ଶୁଭେ କର୍ଣ୍ଣକୁ, ହସ୍ତକର୍ମ ନ କରଇ ପାଦ ଯେ ଗତିକୁ। ତ୍ୟାଗ କରଇ ଯେ ହେତୁ ହୁଏ ବ୍ୟାକୁଳିତ, ମଳମୂତ୍ରେ ଘାଣ୍ଟି ହୁଏ ନ ହୋଇ କୁଣ୍ଠିତ। ସେହି କାଳେ ସାଧୁ ଚିତ୍ତ ଯେ ବଣ ମାନବ, ମୃତ୍ୟୁ କାଳେ ଜାଣି ବିଷ୍ଣୁ ସ୍ମରଣ କରିବ। ଶାଳଗ୍ରାମ ଶିଳା ପରେ ଚନ୍ଦନ ତୁଳସୀ, ଅର୍ପଣ କରିବ ଇଷ୍ଟ ନାମ ମନ୍ତ୍ର ଘୋଷି। ସ୍ୱରୂପ ସୁମରି ଡକାଇବ ଯେ ବ୍ରାହ୍ମଣ, ପ୍ରାୟଶ୍ଚିତ କରିଦେବ ସୁଚିତରେ ଦାନ। କିଏ ବା ସଂକଳ୍ପ କରି ଶୁଣିବ ପୁରାଣ, ଗୁରୁଦେବା ମନ୍ତ୍ର ମାନ କରିବ ସ୍ମରଣ। କଳସ ବସାଇ ପୂଜି ପାଞ୍ଚ ଦେବତାଙ୍କୁ, ଶାଳଗ୍ରାମ ପୂଜା ବା ପୂଜି ଶ୍ରୀହରିଙ୍କୁ। ଗନ୍ଧ ଚନ୍ଦନ ଯେ ଦୀପ ଧୂପ ନୈବେଦ୍ୟ, ସମର୍ପଣ କରି ଆତ୍ମା ସମର୍ପିବ ଦେବ। ଗୁରୁଦତ୍ତ ମନ୍ତ୍ର ଯେବେ ମନେ ନ ପଡ଼ିବ, ମାଧବ ମୁରାରି ରାମ କୃଷ୍ଣ ଉଚ୍ଚାରିବ। ମତ୍ସ୍ୟ କଚ୍ଛପ ବାମନ ନୃସିଂହ ବରାହ, ନାମ ଗୁଣକୁ ସ୍ମରଣ କରିବ ନିଶ୍ଚୟ। ଏହି ନାମ ମହାମନ୍ତ୍ର ଜପକୁ କରିଲେ, ଯମଦଣ୍ଡ ନାଶ ହେବ ଜାଣିଥାଅ ଭଲେ। ନାମ ଠାରୁ ବଡ଼ କିଛି ନାହିଁ ଏ ଜଗତେ, ନାମ ବଳେ ତରି ଯିବ ଭବ ସିନ୍ଧୁ ଆପେ। ପୂର୍ବେ ଅଜାମିଳ ନାମେ ଦ୍ୱିଜ ଏକ ଥିଲା, ମହାପାପ କରି ମୃତ୍ୟୁ ମୁଖରେ ପଡ଼ିଲା। ଯମଦୂତଙ୍କ କୁରୂପ ନେତ୍ରରେ ଦେଖିଣ, ଭୟ ଡାକ ପକାଇଲା ସେହୁ ନାରାୟଣ। ନାରାୟଣ ନାମ ଗୋଟି ମୁଖେ ଉଚ୍ଚାରନ୍ତେ, ପାପ କ୍ଷୟ ହେଲା ତାର ପଳାଇଲେ ଭୃତ୍ୟେ। ବିଷ୍ଣୁ ଭୃତ୍ୟେ ଆସି ରଥେ ନେଲେ ବୈକୁଣ୍ଠକୁ, ନାନା ସୁଖ ଭୋଗ କଲା ସେ କାଳ କାଳକୁ। ନାମ ନାମୀ ଭେଦ ନାହିଁ ଜାଣ ହେ ଗରୁଡ଼, ସେ ନାମ ସ୍ମରଣ କର ମନେ କରି ଦୃଢ଼। ବହୁ ଜନ୍ମ ପାପ ତୋର ବିନାଶ ହୋଇବ, ଅନ୍ତେ ବୈକୁଣ୍ଠ ସୁଖ ନିଶ୍ଚିତ ମିଳିବ। ଆଗହୁଁ ଯେ ଜନ ଶୁଣି ପୁରାଣ ବଚନ, ଶ୍ରୀହରିଙ୍କ ପାଦ ପଦ୍ମ କରଇ ସ୍ମରଣ। ନାମ ମନ୍ତ୍ର ହାର ହୃଦେ ଲମ୍ବାଏ ସତତ, ପାପ ତାର କ୍ଷୟ ହୁଏ ଏହା ସାରସ୍ୱତ। ନାମ ଅଗ୍ର ପ୍ରଭାବରେ ପାପ ତୁଳ ରାଶି, କଣିକା ମାତ୍ରରେ କ୍ଷଣେ ହେବ ଭସ୍ମ ରାଶି। ନହିଲେ ଦଣ୍ଡିବ ଯମ ବାନ୍ଧି କାଳ ପାଶେ, ପ୍ରହାର କରିବେ ଦୂତେ ଅନ୍ତକାଳେ ରୋଷେ। ଦାମୋଦର ହୃଷିକେଶ ମାଧବ ଶ୍ରୀହରି, ରାମକୃଷ୍ଣ ନୃସିଂହ ବାମନ ମଧୁହାରି। ଜନାର୍ଦ୍ଦନ ପରମ ଆନନ୍ଦ ପଦ୍ମନାଭ, କାମପାଳ ବଳଦେବ ବା ବାସୁଦେବ। ଏହି ନାମ ମାନ ଦୃଢ଼େ ଧରିବ ମାନସେ, ଉଚ୍ଚାରିବ ନୀତି ପ୍ରତି ଶତବା ସହସ୍ରେ। ଯେତେ ପାପ ଥିବ ଅଙ୍ଗେ ତକ୍ଷଣେ ନାଶିବ, ଗୋହତ୍ୟା ବା ବ୍ରହ୍ମ ହତ୍ୟା ଦୂରେ ପଳାଇବ। ଯେଉଁମାନେ ବିଷ୍ଣୁ ନିନ୍ଦା କରନ୍ତି ଅଜ୍ଞାନେ, ଗୁରୁ ନିନ୍ଦା କରେ ଯେବେ ଜନ ମୂଢ଼ପଣେ। ନିଜକୁ ବଡ଼ ବୋଲଇ ସେ ଜନ ମୂରୁଖ, ଅଶେଷ ଦଣ୍ଡ ଲୋଭଇ ଲୋଭେ ବହୁ ଦୁଃଖ। ଜୀବ ମାରି ମାଂସ ଯେହୁ କରଇ ଆହାର, ମିଥ୍ୟା କଥା ଯେଉଁ ଜନ କହେ ନିରନ୍ତର। ପରଧନ ପର ନାରୀ ହରଣ କରଇ, ପୁରାଣ ଶୁଣି ବ୍ରାହ୍ମଣେ ଦକ୍ଷିଣା ନ ଦେଇ। ଧର୍ମାଧର୍ମ ବିଚାରନ
करे मूढ़ भावे ज्ञाति बंधु बांधवंकु न संतोषे केबे करई कुट कपट जुआ खेले माती बेश्या नारी संगे सदा करई सुरती लोकंकु देखाई हरि नाम उच्चारई धार्मिक बोली जगते हुई देखाई धन द्वारा देखी सदा हुए उन्मत्त न खाई न देई धन संचे मूढ़ चित्त पाशरई धर्म कर्म निंदे सद गुरु साधु निंदा करे घौड़ई तांकु दूरु मिथ्यारे पितृतर्पण करई जे जन मिथ्यारे करई पुणी तीर्थ पर्यटन देव पूजा करे मिथ्यारे जे पापमती अंतिमेल भई से हुआ शेष दुर्गति कपट धर्म आचरी बोलाए धार्मिक धार्मिक को निंदा करे करी जुक्ति तर्क अहमिकापण करे यज्ञादि संभार बड़दानी बोली गर्व करे निरंतर दाने ध्याने कर्मे किंबा ज्ञाने मोर सबू जगत मध्यरे काहि नाही केहि आना निजर मुखरे निजे प्रशंसा करई गुरु गुरुजन वाक्य गर्वरे भांगई से जनर मृत्यु काल उपस्थित हेले जमदूते ताकू बांधी नियंती भले रौरवादी नरके ताकू करंती निक्षेप प्रहार देण ताकू करंती विरूप कोटि कोटि जुग नरक भोग से करई जेते दुख भोगे मुखे कही त नुहई तेणु कहुअछि तोते शुण बैनतेय श्रीहरि स्मरण कर मन करिथय हृदय पद्मरे नाम मंत्र मान घोषी गुरु गुरुजन वाक्य मानी हेबु खुशी शक्ति अनुसारे दान ध्यान जे करिब साधु सन्थ अतिथिंकु देखिले पूजिब तेबे ही पाप मान न रहिब तिले जे जनर करे हा किंबा मत भोले अंतिम काले शरीर व्याधि परवेश जानी जेबे सुचितरे स्मरी जगदीश विष्णु भावना करिण प्रायश्चित कर दान ध्यान करिब बा नरकु हेब पार बैतरणी नामे नदी जमर भुवने सेही नदी पार हेब जेमंत प्रमाणे कहुअछि सेही कथा शुण मन देई उत्तम धेनु देखिण जे जन आणई वस्त्र पुष्प गंध जे चंदन अलंकार धेनु अंगरे देईण पूजिब सतोर उत्तम ब्राह्मण देखी दान जे करिब उपयुक्त दक्षिणा ताहाकु पुणी देव भोजन निमंते दिव्य पदार्थ अणाई ब्राह्मण संतोषे भुंजाइबे जदि केही एपरि पारिले करी अल्प कालरे भूमि स्वर्ण अन्न वस्त्र जल दान करे आतुर पक्षरे हा उचित अटई समस्त पाप ताहार विनाश हुई एही शरीरटी बैतरणी नदी सम बुझाई कहूछि बाबू ताहार प्रमाण अस्थिमांस रक्त रस पूर्ण ए शरीरे कफवात पित्त आदि अछई देहरे जल पवन बतास लागिले थिरे नाड़ी क्षीण हुए चले से द्रुत बेगरे सन्निपात माड़ी आसे सेही बैतरणी धेनु दान एथिपाई अटई कारेणी
ଯେ ଜନ ନିଜେ ନ କରେ ଅନ୍ତିମ କାଳରେ, ପୁତ୍ର ତାର କରାଇବ ସନ୍ତୋଷ ମନରେ। ପିତାର ଅନ୍ତିମ କାଳ ଜାଣି ଯେଉଁ ପୁତ୍ର, ଉତ୍ତମ ବ୍ରାହ୍ମଣ ଡାକି କରେ ପ୍ରାୟଶ୍ଚିତ। ପିତାର ଆର ପାରରେ ସୁଖ ଇଚ୍ଛା କରି, ବସ୍ତ୍ର ଅଳଙ୍କାର ଧେନୁ ଅଙ୍ଗେ ସର୍ବଭରି। ଦାନ ଦେଇ ଦକ୍ଷିଣା ଯେ ଦିଅଇ ସୁଚିତେ, ବୈତରଣୀ ନଦୀ ପାର ହୁଅଇ ନିଶ୍ଚିନ୍ତେ। ବ୍ରାହ୍ମଣର ବଚନେ ଯେ ଅନୁକୂଳ ବାତ, ଶ୍ରୀହରି ଯେ କର୍ଣ୍ଣଧାର ନାମ ନାତ ସତ। ପାପିଆର ହଣ କରି ସେହି ନାବତରେ, ଯାଏ ଅନ୍ୟାୟରେ ବୈତରଣୀଆର ପାରେ। ଆତୁର ପକ୍ଷରେ ଏହା ଉଚିତ ଅଟଇ, ତାହାର ଫଳ ନିଶ୍ଚୟ ସେ ଜଳେ ମିଳଇ। ଏହିପରି ଦାନ ଦେବା ପାଇଁ ଯେ ଅକ୍ଷମ, ହେବ ତେବେ କହୁଅଛି ଉପାୟ ଯେ ଆନ। ଶ୍ରୀହରି ନାମ କୀର୍ତ୍ତନ କରି ତାକରାଇ, ଶ୍ରବଣ କରି କର୍ଣ୍ଣରେ ମୁଖେ ବାଗୁଣଇ। ଗୀତା ଭାଗବତ ଆଦି ଶୁଣିବି ପ୍ରମୁଖ, ନାସିବ ସକଳ ପାପ ତରି ଯିବ ଦୁଃଖ। ଏକାଦଶୀ ତିଥି ଯେବେ ସେ କାଳେ ପଡ଼ିବ, ଏକାଦଶୀ ବ୍ରତ ପରି ପାପୁ ଧରିବ। ଗଙ୍ଗା ଜଳ ମୁଖେ ପାପ ଶେଷ କାଳେ କରେ, ଗଙ୍ଗା ମୃତ୍ତିକା ଧାରଣ କରେ ଯେ ବାସିରେ। ତୁଳସୀ କିମ୍ବା ତୁଳସୀ ମୂଳରୁ ଯେ ଜଳ, ପାନ କରେ ହରସରେ ମାଟି ଘେନି ଶିର। ଶାଳଗ୍ରାମ ଧୋକ କିମ୍ବା ଚରଣ ତୁଳସୀ, ମହାପ୍ରସାଦ ଭକତି ଭରେ ପାଇ ଖୁସି। ବିଷ୍ଣୁ ମୂର୍ତ୍ତି ନିରୀକ୍ଷଣ କରିବ ଚକ୍ଷୁରେ, ଗୁଣ କୀର୍ତ୍ତନ ଶୁଣିବ ଅଥବା କର୍ଣ୍ଣରେ। ଜିହ୍ୱାପାନ କରିବାରେ ପାଦ ତକ ଯେବେ, ନାମ ଜପ ହୃଦୟରେ କରେ ଯଦି ଭାବେ। ସେ ଜନ କଦାପି ଯମପୁରକୁ ନ ଯାଏ, ବୈକୁଣ୍ଠ ଭୁବନେ ସୁଖ ଭୋଗେ ସେ ନିଶ୍ଚୟ। ଆତୁର କାଳରେ ଧର୍ମ ଅଟଇଏ ପରି, ନିଜେ ନ ପାରିଲେ ପୁତ୍ର କରିବ ବିଚାରି। ପିତାର ମୃତ୍ୟୁ ସମୟେ ଜାଣିବ ଯେ ପୁତ୍ର, ଏହିପରି କାର୍ଯ୍ୟମାନ କରିବ ସାକ୍ଷାତ। ପିତାଙ୍କୁ ବସାଇ ନିଜେ ବସି ସମ୍ମୁଖରେ, ଯଥାଶକ୍ତି ଦାନାତିରେ ବିପ୍ରେତୋଷ କରେ। ଶ୍ରୀହରି ମନ୍ଦିର ଚିତା ପିତାର ଲଲାଟେ, ତୁଳସୀ ମାଳ ଲମ୍ବାଇ ଦେବ କଣ୍ଠ ତଟେ। ଗଙ୍ଗା ଜଳ ମୁଖେ ଦେବ ବିଷ୍ଣୁ ପାଦ ତକ, ପିତାର ମୁଖରେ ଦେବ ପୁତ୍ର ଯେ ବିବେକ। ଏହିପରି କଲେ ଦେବେ ସନ୍ତୋଷ ହୁଅନ୍ତି, ପିତାର ପାପ ବିନାଶ ତକ୍ଷଣେ କରନ୍ତି। ତପ୍ତ ବୈତରଣୀ ନଦୀ ହେଳେ ହୁଏ ପାରି, ସ୍ୱର୍ଗ ସୁଖ ଭୋଗ କଲେ ଫଳରେ ତାହାରି। ଯେଉଁ ପୁତ୍ର ପିତୃହିତ ମାନସୀ ଏପରି, କାର୍ଯ୍ୟମାନ କରେ ଭବିଷ୍ୟତକୁ ବିଚାରି। ନିଜର ଅକ୍ଷୟ ଧର୍ମ ବଢ଼େ ଦିନୁ ଦିନ, ଅଷ୍ଟସିଦ୍ଧ ନବନିଧି ମିଳଇଟି ଜାଣ। ଗତି ମୁକ୍ତି ଲଭଇ ନର ହୋଇ ପାପ, ବୈକୁଣ୍ଠ ଲଭଇ ସୁଖ ସେ ଜନମାପ। ଅନ୍ୟ ପ୍ରକାର ଦାନ ଆତୁର କାଳରେ, ଉପଦେଶ ଦେଇଛନ୍ତି ମୁନିଏ ଶାସ୍ତ୍ରରେ। 8 ପ୍ରକାରର ଦାନ ଅଛଇ ପ୍ରମାଣ, କହୁଅଛି ତାର ବିଧି ମନ ଦେଇ ଶୁଣ। ତିଳ ସୁବର୍ଣ୍ଣ ଯେ ଲୌହ ତୈଳ ଲବଣ, ତୁଳା ଧାନ୍ୟ ଯେ ତଣ୍ଡୁଳ ଏହି 8 ପୁଣ। ଦାନ ଦେଇ ପାଦେ ନମି ମାଗିବ ଏ ଦୋଷ,
ମୁହିଁ ଦୁରାଚାର ପାପୀ କ୍ଷମ ମୋର ଦୋଷ। ଆତୁର କାଳରେ ବିପ୍ର ଡାକି ଦେବ ଦାନ। ନର୍କ ଭୋଗ ଆଦି ନାଶ ହୋଇବ ତକ୍ଷଣ। ପଞ୍ଚଦାନ କହୁଅଛି ଶୁଣ କରି ହେତୁ। ହରଡ଼ ମସୁର ବୁଟ ବିରି ମୃଗ ତଟୁ। ଏହି ପାଞ୍ଚ ସର୍ଯ୍ୟା ଦାନ ବ୍ରାହ୍ମଣକୁ ଦେବ। ଭୋଜନେ ସନ୍ତୋଷୀ ଯେ ଦକ୍ଷିଣା ମାନ ଦେବ। ପାପ ବିନାଶ ହୋଇ ମିଳେ ଦିବ୍ୟ ଗତି। ମୁନିମାନେ ପୁରାଣ ଶାସ୍ତ୍ରରେ ବଖାଣନ୍ତି। ତ୍ରିଦାନ ବିଧି ଅଛଇ କହୁଛି ବିଚାରି। ଅତି ଆତୁର ଲୋକର ଏହା ହିତକାରୀ। ଗୋଧୂମ ତଣ୍ଡୁଳ ଘୃତ ଯତ୍ନେ ସଜାଡ଼ିବ। ବ୍ରାହ୍ମଣଙ୍କୁ ଡାକି ଯେଉଁ ଜନଦାନ ଦେବ। ପାପ ବିନାଶ ହୋଇଣ ଲୋଭେ ଦିବ୍ୟ ଭୋଗ। ଦାନର ଫଳେ ମିଳଇ ତାକୁ ସିନା ସ୍ୱର୍ଗ। ଏଥିରେ ଯଦ୍ୟପି ହେବ କେହିଟି ଅକ୍ଷମ। ଏକ ଦାନ କରିବ ସେ ନ ହୋଇବ ଭ୍ରମ। ତ୍ରିକାଳ ଦାନ ବୋଲିଣ କହନ୍ତି ତାହାକୁ। ଶୁକ୍ଳ କୃଷ୍ଣ ବନ ଖୋଜି ଆଣୁ କର୍ପୂରକୁ। ଉତ୍ତମ ବ୍ରାହ୍ମଣ ଡାକି ଦାନକୁ ସମର୍ପି। ଦକ୍ଷିଣା ଦେବ ହର ସେ ନ ହେବ ସନ୍ତାପି। ମୃତ୍ୟୁ କାଳରେ ତ୍ରିକାଳ ଦାନ ଟେହା। ଅନ୍ୟ ପ୍ରକାରେ ଅଛଇ କହୁଅଛି ତାହା। ଲୌହ ପାତ୍ରେ ତୈଳ ଭରି ଲୌହରେ ନିର୍ମାଣ। ଦଣ୍ଡ ଅଙ୍କୁଶ ଖଡ଼ଗ ଆଦି ଶସ୍ତ୍ର ପୁଣ। ତୈଳ ପାତ୍ର ସହିତରେ ବ୍ରାହ୍ମଣକୁ ଦେବ। ଦକ୍ଷିଣା ଦେଇ ବିନୟେ ତାହାକୁ ତୋଷିବ। ଯମର ଆୟୁଧ ଏହି ଦାନକୁ କହନ୍ତି। ଯମଦୂତେ ଦେଖି ତାହା କରନ୍ତି ଯେ ଭ୍ରାନ୍ତି। ଯମ ସନ୍ତୋଷ ହୋଇ ଏହି ଦାନ ଦେଲେ। ପ୍ରେତ ଭୂମି ଦର୍ଶନ ନ କରେ ସେ ହେଳେ। ଆଉ ଏକ ଗୋପନୀୟ ଦାନ ଅଛି ଶୁଣ। ଆତୁର କାଳରେ ତାହା ଅଟଇ ପ୍ରମାଣ। ସ୍ୱର୍ଣ୍ଣ ପଦ୍ମ ସ୍ୱର୍ଣ୍ଣ ଧେନୁ ମୁଦ୍ରିକା କୁଣ୍ଡଳ। ସ୍ୱର୍ଣ୍ଣ ଯଜ୍ଞ ସୂତ୍ର ବା ସୁବର୍ଣ୍ଣ କେବଳ। ଉତ୍ତମ ବ୍ରାହ୍ମଣ ଡାକି କରିବ ଯେ ଦାନ। ଅନ୍ତେ ବୈକୁଣ୍ଠପୁରେ କରିବ ଗମନ। ମିଷ୍ଟାନ୍ନ ଭୋଜନ ଦେଇ ବିପ୍ରେ ସନ୍ତୋଷିବ। ପାଟ ବସ୍ତ୍ର ଦେଇଣ ଦକ୍ଷିଣା ସମର୍ପିବ। ଦେବଦାନ ବୋଲି ଶାସ୍ତ୍ରେ ପ୍ରମାଣ ଅଛଇ। ଦେବତା ସନ୍ତୋଷ ହନ୍ତି ଦେଲେ ଦାନ ଏହି। ଯମଦଣ୍ଡ ନ ଦେଖଇ ନେତ୍ରରେ ଯେ ଦାନୀ। ସ୍ୱର୍ଗ ସୁଖ ଭୋଗ କରେ ସେ ଜନ ସୁଜ୍ଞାନୀ। ଦାନ ମାନଙ୍କରେ ସାର ଅଟେ ସ୍ୱର୍ଣ୍ଣ ଦାନ। ସର୍ବ ପାପ ବିନାଶକ ଅଟେ ସେହି ପୁଣ। ଅନ୍ତିମେ ସ୍ୱର୍ଗରେ ସୁଖ ମିଳଇ ତାହାକୁ। ସ୍ୱର୍ଗ ଭୋଗ ପରେ ଜନ୍ମ ମିଳଇ ତାହାକୁ। ରାଜକୁଳେ ଜନ୍ମ ହୁଏ ଲଭେ ବହୁ ସୁଖ। ଅକଳନ୍ତି ଧନ ମିଳେ ନ ପାଇ ସେ ଦୁଃଖ। ଧନ ସୁତ ଦାସ ଦାସୀ ପାତ୍ର ମନ୍ତ୍ରୀ ଗଣ। ପୀର ପୂର୍ଣ୍ଣ ଭାବେ ମିଳେ ହୁଏ ସେ ରାଜନ। ଆବର ଅଛଇ ଦାନ ଶୁଣ ହେ ଗରୁଡ଼। ସେ ଦାନେ ଯେମନ୍ତେ ଫଳ ହୁଅଇ ନିଗୁଡ଼। ଏକ ଏକ କରି ସବୁ କହିବି କେବଳ। ଦାନ ମାନଙ୍କରେ ଅଟେ ନିର୍ମଳ ହିଁ ଫଳ। ତୁଳା ଦାନେ ଯମଦୂତେ ସନ୍ତୋଷ ହୁଅନ୍ତି। ଯମ କାଳ ପାଶ ଗଳେ କେବେ ନ ପକାନ୍ତି। ଯମ ରାଜା ଭୟ ପାଇ ଲବଣକୁ ଦାନ। ଚିତ୍ରଗୁପ୍ତକୁ ସନ୍ତୋଷେ କର ଦାନ ଧ୍ୟାନ। ତିଳ ସୁବର୍ଣ୍ଣ ଲବଣ କର୍ପାସ ଲୌହକୁ। ଦାନ ଦେଲେ ଖଣ୍ଡେ ଜାଣ ସମାନ ବାଧାକୁ। ଶୁକ୍ଳ ଧାନ୍ୟ ବିନାଶ ଯେ ହୁଅଇ ତ୍ରିତାପ। ଆବର ଦାନ ଅଛଇ ବିଶେଷ ସେ ସପ୍ତ। ମୁଗ୍ଧ ରାଜ ମାସ ଗ୍ରାହୀ ପୁଣି ଗୋମୁଧରେ। ଶାଳି ଧାନ୍ୟ ତୈଳ ଘୃତ ପୂର୍ଣ୍ଣ ସପ୍ତମୀରେ। ବ୍ରହ୍ମ ହତ୍ୟା ଆଦି ପାପ ନାଶ ହୋଇ ପୁଣ। ବଢ଼ଇ ଚନ୍ଦ୍ରମା ପ୍ରାୟ ଜାଣ ଦିନୁ ଦିନ। ରତ ଗାଭୀ ସହିତରେ ବୃଷଭ ଯେକ। ଗୋଚର୍ମ ଲକ୍ଷ୍ୟ ହୁଅଇ ଏ ଦାନ ବିବେକ। ଜୀବ ମୁକ୍ତି ପାଇଁ ଏଥେ ହୋଇଛି ପ୍ରମାଣ।
तीर्थव्रत आदि सर्व नुहे सरिसम अन्य दान मान जेते जेते अछि जान राज्य पाप पाई कटी अटे भूमि दान अन्य मते भूमि दान रही अछि विधि से दान प्रमाण कर श्रवणे विधि वृक्ष फल सहित रे भूमि दान देले ताहार पुण्य न सरे कथारे कहिले राजु पापी तहि दूर हुई केवल अन्ते स्वर्गे इंद्र पद लभई केवल क्रमे क्रमे बढ़े जस महापाप नाश अन्य दान रे फल नाही पखीस भूमि दान ठारू बଳି नाही अन्य केही डकाई ब्राह्मण दान कर पाप पाई पाप नाश हुअन्ते जे पुण्य हुए वृद्धि मिलई क्लेशे मर्ते ताकु सर्वसिद्धि देइथिबा भूमि जेबे राजा बळे हरे महापाप हुए तार कहिले न सरे जेते दिन नरके रहे ताहार शरीर सेते दिन नरक भोग करई अपार जेते दिन अनंत धरिछि महिकी सेते दिन नरक भोग मिले नृपति की नुहई खंडन केबे अन्य दान कले लक्षे भूमि दान देले न खंडई भले ताहार पुत्र यद्यपि पुराण शुणिब विधि मते गुप्त दान ब्राह्मण को देव सुवर्ण दान को गुप्त दान बोली कही धेनु दान को पुराणे ऋषि माने कही सुवेदी ब्राह्मण जणे बरण करिब धेनु दान देवी बोली मुखरे कहिब शिव मूर्ति सहित रे ब्राह्मण हस्तरे सेही दान कुअरपि विधि अनुसारे धेनु दान 8 जे प्रकारे कुहा जाए रुद्र धेनु अंत धेनु मोक्ष धेनु हुए रण धेनु युक्त धेनु क्रय धेनु मान कपिला धेनु सबचा करा जाए दान अष्ट धेनु दान एही परि अटे जान एहार फल माप अटे सुपन्न अरुद्र धेनु दान देबे शरीर निष्पाप रणंत धेनु दाने पृथ्वी फल माप रणंत धेनु दाने हुए जन्मे जन्मे सुखी मोक्ष धेनु दाने मोक्ष फल बोली लेखी कपिला धेनु सबच्छा करी बेटी दान बहु धन मिले मर्त्य हुई राजन दुग्धवती बच्छा सहित रे जे कपिल दाने महापुण्य हु जान आरे जे बाळ रुद्र धेनु आदि करी अष्ट धेनु फल असीम अटई ब्रह्मा जानती केवल दानर विधान मान बुझाई कहिबी तुम्भर मनरु पुणी संदेह नासिबी पूर्वरु सुवेदी द्विज हरण करिब गंध चंदन ओ पुष्प धूप दीप देव रुद्राभिषेक मंत्र रे अभिषेक करी रुद्र तांडव महिमा जत्ने पाठ करी मिष्टान्न नैवेद्य करी ब्राह्मणे भुंजाई सबच्छा कपिला धेनु दान करिबई दान परे विधि मते दक्षिणा जे देव नमो रुद्र देव कही शरण पशिब पाप मान नाश मोर कर आशुतोष शरण पशिबी पाद पद्मे करियास।